ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନ ନାମ ଧନ୍ୟବାଦ ହଉ। ଆଜି ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି ବାକ୍ୟ ଉପରେ ଆଲୋଚନା କରିବା ନିମନ୍ତେ। ଆଜି ଆମମାନେ ପ୍ରଥମ ଜହନ 3 ପର୍ବ 6 ପଦ 9 ପଦ ନେଇକି ଆଲୋଚନା କରିବା। ମୁଁ ପଢ଼ୁଛି 6 ପଦ। ଯେ କେହି ତାହାଙ୍କଠାରେ ରହେ ସେ ପାପ କରେ ନାହିଁ, ଯେ କେହି ପାପ କରେ ସେ ତାହାଙ୍କୁ ଦେଖି ନାହିଁ, କିଏ ବା ତାହାଙ୍କୁ ଜାଣି ନାହିଁ। ଦେଖନ୍ତୁ, ଯିଏ ତାହାଙ୍କଠାରେ ରହେ, ଯିଏ ଈଶ୍ୱରଙ୍କଠାରେ ରହେ ସେ ପାପ କରେ ନାହିଁ ବୋଲି ଲେଖା ଅଛି। ଆଉ ଯଦି ଜଣେ ଲୋକ ପାପ କରେ ସେ ଈଶ୍ୱରଙ୍କଠାରେ ନାହିଁ, ଆଉ ଈଶ୍ୱରଙ୍କୁ ଦେଖି ନାହିଁ, ଈଶ୍ୱରଙ୍କୁ ଜାଣି ନାହିଁ। ଆପଣମାନେ ଚିନ୍ତା କରନ୍ତୁ, ବାକ୍ୟ ନେଇକି ପଦପର୍ବ ନେଇକି ମୁଁ କହୁଛି ବୋଲି ଏଟା ମୋର ବାକ୍ୟ ନାହିଁ, ଆମ ସମସ୍ତଙ୍କର ବାକ୍ୟ, ସମସ୍ତେ ବୁଝିବା ନିହାତି ଆବଶ୍ୟକ ଅଛି। ତ ଯେଉଁ ଲୋକ ଈଶ୍ୱରଙ୍କଠାରେ ରହୁଛି ସେ ଲୋକ ପାପ କରେ ନାହିଁ, ଆଉ ଯିଏ ପାପ କରୁଛି ସେ ତାହାଙ୍କୁ ଜାଣି ନାହିଁ ବା ଦେଖି ନାହିଁ। ଆପଣମାନେ ଚିନ୍ତା କରନ୍ତୁ, ଏହି ବାକ୍ୟ କେମିତି ଆମେ ବୁଝିବା, କେମିତି ଗ୍ରହଣ କରିବା। ଆଜି ସାରା ପୃଥିବୀରେ ଯେତିକି ଲୋକମାନେ ଅଛୁ, ଏମିତି ଲୋକ ଥିବେ କି ଯିଏ ପାପ କରୁନଥିବେ, ଯାହା ମନରେ ପାପ ନଥିବ। ଏବେ ଦେଖନ୍ତୁ, ବାଇବେଲରେ ଯୀଶୁ ମଧ୍ୟ କହିଲେ ମନୁଷ୍ୟର ହୃଦୟରୁ କୁଚିନ୍ତା, ବ୍ୟଭିଚାର, ମନ୍ଦ, କ୍ରୋଧ, ମନ୍ଦ ଗୁଡ଼ାକ ଆସେ ବୋଲି ଲେଖା ହେଇଛି। ଯେହେତୁ ହୃଦୟରୁ ହିଁ ପାପ ବାହାରିକି ମନୁଷ୍ୟକୁ ପାପ କରେ ଲେଖା ହେଇଛି। ତେଣୁ ମଣିଷର ହୃଦୟରେ ପାପ ଅଛି, ମଣିଷର ହୃଦୟରେ ମନ୍ଦ ବିଷ ଅଛି। ସାରା ପୃଥିବୀରେ ଆମେ ଯଦି ଖୋଜିବା ନାହିଁ କି କେବେ ବି ପାପ କରୁନଥିବା ଲୋକକୁ ଆମେ ପାଇବା ନାହିଁ। କେତେକାଂଶରେ କେତେକ ଦୃଷ୍ଟିରେ ସେମାନେ ଭଲ ଥାଇପାରନ୍ତି, କିନ୍ତୁ ଆଉ କେତେକ ଦୃଷ୍ଟିରେ ସେମାନେ ଭୁଲ କରିଥାଇପାରନ୍ତି। ପାପ ମାନେ ପୁରା ନ କରିକି, ଯୀଶୁ ଯେମିତି ଜଗତରେ ଥିଲେ ପାପ ନ କରିକି ରହିବା ଲୋକ ସତରେ କ'ଣ ଥିବ କି? ତ ମୁଁ ଯଦି କହିବି ସେମିତି ନଥିବ, ଆପଣମାନଙ୍କର ମୁଁ ମତ ଜାଣିନାହିଁ। ତେବେ ବାଇବେଲରେ ଲେଖା ହେଇଛି ଯେ ଯିଏ ଈଶ୍ୱରଙ୍କଠାରେ ରୁହେ ସେ ପାପ କରେ ନାହିଁ। ଆପଣମାନେ ଚିନ୍ତା କରନ୍ତୁ, ଏତେ ଖ୍ରୀଷ୍ଟିଆନ ଆମେ ଜଗତରେ ଅଛୁ, ଆମେ ତ ଈଶ୍ୱରଙ୍କଠାରେ ଅଛୁ, ଆମେ କାହିଁକି ଦୈନନ୍ଦିନ ଆମେ ପାପ କ୍ଷମା ମାଗୁଛୁ? ଯଦି ଆମେ ପାପ କରୁନୁ ତ କ୍ଷମା ମାଗିବା କଥା ନାହିଁ। ଯିଏ ପାପ କରୁନାହିଁ, ଯିଏ ତାଙ୍କଠାରେ ରହେ ସେ ପାପ କରେ ନାହିଁ। ଯିଏ ପାପ କରୁନାହିଁ ସେ କ'ଣ କ୍ଷମା ମାଗୁଥିବ କି? ଆପଣ ଚିନ୍ତା କରନ୍ତୁ, ସେ କ୍ଷମା ମାଗୁନଥିବ। କିନ୍ତୁ କ୍ଷମା ନ ମାଗିବା ପରି ଲୋକ କିଏ ଅଛି? ତାମାନେ କିଛି ନା କିଛି ସେମାନେ ଭୁଲ କରୁଛନ୍ତି, ତାଙ୍କର ଦୈନନ୍ଦିନ ଜୀବନରେ ସେମାନେ କ୍ଷମା ମାଗିକି ଅଛନ୍ତି। ତେବେ ଏହି ପଦ କେମିତି ଲାଗୁ ହେବ, କେମିତି ଆମେ ବୁଝିବା? ଆଉ ଯିଏ ପାପ କରୁଛି ପୁଣି ସେ ଈଶ୍ୱରଙ୍କଠାରେ ଏକା ନାହିଁ, ଈଶ୍ୱରଙ୍କୁ ଦେଖି ନାହିଁ, ଜାଣି ନାହିଁ ଲେଖା ହେଇଛି। ତେବେ ଆମେ ଯେଉଁ ପାପ କରୁଛୁ, ଭୁଲ ଚିନ୍ତା, ଭୁଲ ଭାବନା, ତ ଆମେ ଈଶ୍ୱରଙ୍କୁ ଦେଖିନୁ, ଜାଣିନୁ। ହୁଏତ ଆମେ ଆମର ଶାରୀରିକ ଆଖିରେ ଦେଖିନୁ, ତାମାନେ ଈଶ୍ୱରଙ୍କୁ ଆମେ ଜାଣିନୁ କି? ସେଥିପାଇଁ ଭୁଲ ଭଲ ହେଉଛି କି? ଏଡ଼େ ଏଡ଼େ ବଡ଼ ବଡ଼ ଲୋକମାନଙ୍କର କ'ଣ ପ୍ରକୃତରେ ରହସ୍ୟ ଆମକୁ ବୁଝିବାକୁ ପଡ଼ିବ। ଆଉ ଗୋଟେ ପଦ ସେଇଟା ଏକା, ପ୍ରଥମ ଜହନ 3:9 ପଦ। ଯେ କେହି ଈଶ୍ୱରଙ୍କଠାରୁ ଜାତ ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ। ଯିଏ ଈଶ୍ୱରଙ୍କଠାରୁ ଜାତ ଲେଖା ହେଇଛି, ଜନ୍ମ, ଯେ ଈଶ୍ୱରଙ୍କଠାରୁ ଜନ୍ମ, ଈଶ୍ୱରଙ୍କଠାରୁ ଜାତ, ସେ ଲୋକ ପାପ କରେ ନାହିଁ। କାହିଁକି କରେ ନାହିଁ? ଯେହେତୁ ଈଶ୍ୱରଙ୍କଠାରୁ ସେ ଜନ୍ମ ହେଇଥିବାରୁ ତାଠାରେ ଈଶ୍ୱରଙ୍କର ମଞ୍ଜିର ଅଛି, ଈଶ୍ୱରଙ୍କର ବୀଜ ଅଛି। ତେଣୁ ସେ ଲୋକ ପାପ କରିପାରିବ ନାହିଁ। ଯେହେତୁ ଈଶ୍ୱର ଯେହେତୁ ପାପ କରିବେ ନାହିଁ, ତେଣୁ ଈଶ୍ୱରଙ୍କର ବୀଜ ଯେହେତୁ ତାହାଟେ ଅଛି, ସେ କେମିତି ପାପ କରିପାରିବ? ତେଣୁ ସେ ପାପ କରିବ ନାହିଁ ଲେଖା ହେଇଛି। ତେବେ ଏଇଟା କ'ଣ ଆଶ୍ଚର୍ଯ୍ୟର ବିଷୟ ନୁହେଁ କି ଯେ ଆମେ ତ ପାପ କରୁଛୁ, ମନ୍ଦ ଭାବନା ଆସୁଛି, ମୁହୂର୍ତ୍ତକୁ ଦେଖିଲେ ଆମର ଅନେକ ମନ୍ଦ ଚିନ୍ତା ପଳେଇ ଆସୁଛି। ତେବେ ଆମେ କେମିତି, ଆମଠାରେ ଈଶ୍ୱରଙ୍କର ବୀଜ ନାହିଁ କି? ଆମେ ଈଶ୍ୱରଙ୍କୁ ଜାଣିନୁ କି? ତେଣୁ ଆମେ ଚିନ୍ତା କରିବା ଟିକେ ଏ ଉପରେ। ଆପଣମାନେ ବାକ୍ୟ ସହିତ ଆମେ ସମସ୍ତେ ସହଭାଗିତା ପାଇବା ଉଚିତ। ଆଉ ଗୋଟେ ପଦ ପଢ଼ନ୍ତୁ, ସେ 2 ପ୍ରଥମ ଜହନ 2:29।
ଏଠି ଲେଖା ଅଛି ସେ ଧାର୍ମିକ ଅଟନ୍ତି। ଏହା ଯଦି ଜାଣ ତେବେ ଯେ କେହି ଧର୍ମାଚରଣ କରେ ସେ ଯେ ତାହାଙ୍କ ଠାରୁ ଜାତ ଏହା ମଧ୍ୟ ଜାଣ। ଆହୁରି ଲେଖା ହେଇଛି ଈଶ୍ୱର ଧାର୍ମିକ। ହେଲେ ଲୋକମାନଙ୍କୁ କେମିତି ଜାଣିବ ଇଏ ଈଶ୍ୱରଙ୍କ ଠାରୁ ଜାତ ବୋଲି? ନା ଯିଏକି ଧର୍ମାଚରଣ କରୁଥିବ, କେବଳ ଧାର୍ମିକମୟ ଜୀବନ କାଟୁଥିବ, ପାପ କରୁନଥିବ, ସେ ଈଶ୍ୱରଙ୍କ ଠାରୁ ଜାତ ବୋଲି ଜାଣିବ। କାହିଁକି? ଈଶ୍ୱର ମଧ୍ୟ ଧାର୍ମିକ। ଆଉ ଗୋଟେ ପଦ ଦେଖନ୍ତୁ, ସେ ପ୍ରଥମ ଜନ 5:18 ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ୱରଙ୍କ ଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାଙ୍କୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ। ଦେଖନ୍ତୁ, ଈଶ୍ୱରଙ୍କ ଠାରୁ ଯେ ଜାତ ହେଇଛି ସେ ଖାଲି ପାପ କରିବ ନାହିଁ ସେତିକି ଏକା ନାହିଁ, ସେ ଈଶ୍ୱରଙ୍କ ଠାରୁ ଜାତ ହୋଇଥିବାରୁ କ'ଣ କରିବ? ନିଜକୁ ରକ୍ଷା କରିବ। ତା ସହିତ କ'ଣ ଲେଖା ହେଇଛି? ପାପାତ୍ମା ମାନେ ପାପର ଆତ୍ମା, ମନ୍ଦ ଆତ୍ମା ତାକୁ ଛୁଇଁ ପାରିବ ନାହିଁ ଲେଖା ହେଇଛି। ଆପଣମାନେ ଚିନ୍ତା କରନ୍ତୁ, ନିଜ ବିଷୟ ନେଇ ଆପଣମାନେ ପାଳକ, ମିଶନାରୀ, କୋଅର୍ଡିନେଟର, ବିଶପ, ବଡ଼ ବଡ଼ ଲୋକମାନେ, ସେମାନଙ୍କୁ ପାପାତ୍ମା ଛୁଁ ନାହିଁ କି? ପାପ ସେମାନେ କେବେ ବି ଲାଗୁନାହିଁ, ଫିଲ୍ ଅନୁଭବ ହେଉନାହିଁ ନା? ଯାହାକି ଯୀଶୁଙ୍କ ବିଷୟରେ ଲେଖା ହେଇଛି, ଯାହାଙ୍କଠାରେ ପାପର ଲେଶ ନଥିଲା। କିଏ? ଯୀଶୁ। ସେମିତି କ'ଣ ଲୋକ ଅଛନ୍ତି କି? ତେବେ ପାପ ଛୁଇଁବ ନାହିଁ, ପାପାତ୍ମା ଛୁଇଁ ପାରିବ ନାହିଁ ଲେଖା ହେଇଛି। ଏଇଟା ଆଶ୍ଚର୍ଯ୍ୟ ନୁହେଁ କି? ଆଶ୍ଚର୍ଯ୍ୟ। କିନ୍ତୁ ଜାଣିବା ଦରକାର ୟାର ସତ୍ୟତା କ'ଣ। ତ ଆମେ 2-3ଟା ରେଫରେନ୍ସ ପାଇଲୁ, ସବୁ ଜାଗାରେ ଲେଖା ହେଇଛି କ'ଣ? ଈଶ୍ୱରଙ୍କ ଠାରୁ ଜାତ, ଈଶ୍ୱରଙ୍କ ଠାରୁ ଜାତ ଲେଖା ହେଇଛି। ଆପଣମାନେ ଚିନ୍ତା କରନ୍ତୁ, ଆମେ ପ୍ରଥମେ ଦେଖୁଛୁ ବାଇବେଲରେ, ଆମେ ରୋମୀ 5:12 ଅନୁସାରେ ଜଣେ ମଣିଷ ଠାରୁ ପାପ, ଆଦମ ଠାରୁ ପାପ, ଆଦମ ଠାରୁ ଜଗତ, ପାପମୟ ଜଗତ, ଆଦମ ଠାରୁ ଆମେ ଆସିଛୁ। କିନ୍ତୁ କିଏ ଈଶ୍ୱରଙ୍କ ଠାରୁ ଜାତ? ଆଦମ ଠାରୁ ଆସିଥିବା ଲୋକ ପାପ କରୁଛନ୍ତି। କିଏ ଈଶ୍ୱରଙ୍କ ଠାରୁ ଜାତ? ସେ ଅଲଗା ଅଛି କି? ଅଲଗା ଗୋଷ୍ଠୀ ଗୋଟେ ଅଛି କି? ପ୍ରଥମ ପିତର 1:23, ପ୍ରଥମ ପିତର 1:23 ଈଶ୍ୱରଙ୍କ ଠାରୁ ଜାତ। ଈଶ୍ୱରଙ୍କ ଠାରୁ ଜାତର ଅର୍ଥ କ'ଣ? କେମିତି ସେଟା? ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଏଇ ଯେଉଁ ଈଶ୍ୱରଙ୍କ ଠାରୁ ଜନ୍ମର ଅର୍ଥ ଅଲଗା ଗୋଷ୍ଠୀ ଅଛି ସେମିତି ନାହିଁ। ସେ ଆଦମଙ୍କର ଦଳ ଆକା ସେମାନେ ଆଉ ଥରେ ଜନ୍ମ ନେଇଛନ୍ତି, କିନ୍ତୁ ସେମାନେ ନଷ୍ଟ ପାଇବା ମଞ୍ଜିରୁ ନୁହେଁ, ନଷ୍ଟ ପାଇବା ବୀଜରୁ ନୁହେଁ, ସେମାନେ ଅକ୍ଷୟ ମାନେ କେବେ କ୍ଷୟ ହେବ ନାହିଁ, କେବେ ନଷ୍ଟ ହେବ ନାହିଁ, ଏ ପ୍ରକାର ବୀଜ। କ'ଣ ସେଟା? ତାହା ଈଶ୍ୱରଙ୍କର ଜୀବନ୍ତ ଚିରସ୍ଥାୟୀ ବାକ୍ୟ। ତାହା ଦ୍ୱାରା ତୁମେ ପୁନର୍ଜାତ ହୋଇଅଛ ଲେଖା ହେଇଛି। ତେବେ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିଲୁ, ଜାଣିଲୁ, ଗ୍ରହଣ କଲୁ, ତେବେ ଆମେ ତ ତାମାନେ ପାପ କରିବା କଥା ନାହିଁ, ଯେହେତୁ ଈଶ୍ୱରଙ୍କ ଠାରୁ ଜାତ, ଈଶ୍ୱରଙ୍କର ବାକ୍ୟ ଠାରୁ ଜାତ ଆମେ। ତ ଏଇ ପର୍ଯ୍ୟନ୍ତ ୟାର ଅର୍ଥ ଆମେ ବୁଝିପାରୁନୁ। ଆହୁରି ଆଗକୁ ଯିବା, ପ୍ରଥମ ସୁସମାଚାର ଜନ୍ 3:3 ସେଇଟା ମଧ୍ୟ ଯୀଶୁ ନିକୋଦିମକୁ କହିଲେ, ପୁନର୍ବାର ତୁମେ ଯଦି ଜନ୍ମ ହେବ ନାହିଁ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ଜନ୍ମ ହେବା ବିଷୟରେ ଲେଖା ହେଇଛି, ତଳକୁ ଲେଖା ହେଇଛି ମାଂସରୁ ଯାହା ଜାତ ତାହା ମାଂସ କୌଣସି ଉପକାର କରେ ନାହିଁ। ଦେଖନ୍ତୁ, ଜନ୍ମ ହେବାର ବିଷୟ ଅଛି ବାଇବେଲରେ, ସେ ଜନ୍ମ ବିଷୟ ଈଶ୍ୱରଙ୍କର ବାକ୍ୟ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଖାଲି ସେତିକି ବୁଝିଲେ ହେବ ନାହିଁ, ସେଟା ଲେଖା ହେଇଛି ପୁନର୍ବାର ଜନ୍ମ କେମିତି ହେବ? ଜଣେ ଆତ୍ମାରୁ ଏବଂ ଜଳରୁ ଲେଖା ହେଇଛି। ତେଣୁ ଜନ୍ମ ହେବା ବିଷୟରେ ଯଦି ଆମେ ଜାଣିବା, ଜନ୍ମ କ'ଣ ଯଦି ଆମେ ଜାଣିବା, ଏଇଟା ରହସ୍ୟର ସତ୍ୟତା ଆମେ ଜାଣିପାରିବା। ତେଣୁ ଆମେ ଆଉ ଥରେ ଦେଖିବା ଯିଶାୟ 6:1। ଏଇଟେ ଯୀଶୁ ନିକୋଦିମକୁ କହିଲେ, ତୁମେ ପୁନର୍ବାର ଜନ୍ମ ନ ହେଲେ ସ୍ୱର୍ଗ ରାଜ୍ୟକୁ ଯିବ ନାହିଁ। କିନ୍ତୁ ବାଇବେଲରେ ପୁନର୍ବାର ଜନ୍ମ ବିଷୟରେ ମଧ୍ୟ ଭାବବାଣୀ ଅଛି। ଯିଶାୟ 6:1 ଟିକେ ଆମେ ଦେଖିବା। 6:8 ଏ ପ୍ରକାର କଥା କିଏ ଶୁଣିଅଛି, ଏ ପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀର ଲୋକେ କି ଏକାବେଳେ ଜନ୍ମ ହେବେ?
ସିୟନ ଗର୍ଭଭେଦନା ପାଇବା ମାତ୍ରେ ସେ ଆପଣା ସନ୍ତାନ ପ୍ରସବ କଲା। ଦେଖନ୍ତୁ ଏଠାରେ ଗୋଟେ ଭବିଷ୍ୟତବାଣୀ ଅଛି ଯେ ଭବିଷ୍ୟତରେ ଗୋଟେ ଦେଶ ଜନ୍ମ ହେବ, ପୁନର୍ଜନ୍ମ ପାଇବ। ଏଇଟା କେତେବେଳେ କୁହାଗଲା ଜାଣିଛନ୍ତି? ଯେତେବେଳେ କି ଇସ୍ରାଏଲ ମାନେ ଈଶ୍ୱରଙ୍କର ଆଜ୍ଞାକୁ ଅବମାନନା କରିକି ଅଛନ୍ତି ଆଉ ବ୍ୟବସ୍ଥା ଲଙ୍ଘନ କରିକି ସେମାନେ ବିଫଳ ହୋଇଛନ୍ତି। ତେଣୁ ପୁନର୍ବାର ଜନ୍ମ ହେବାର କଥା ଇସ୍ରାଏଲ ମାନଙ୍କ ଉପରେ ଅଛି, ରାଜ୍ୟର ସୁସମାଚାର ମାନଙ୍କ ଭିତରେ ଅଛି। ଆପଣମାନେ ଜାଣିବା ଉଚିତ এই পুনর্জন্ম বা আউ থরে জন্ম বিষয়ে যে জাত বিষয়ে যা লেখা হয়েছে ইসরায়েল মানুষ উপরে বর্ণনা করা যায়। তেণু কাইকি আউ থরে জন্ম হবে? যেহেতু প্রথম ব্যবস্থা সে লঙ্ঘন করিছন্তি, প্রথম আজ্ঞা সে মানি পারি না, তেণু পরমেশ্বর সেমানଙ୍କ ପାଇଁ নূতন নিয়ম দেবে। সে নূতন নিয়মরে সে জন্ম হেবাকু পড়িব। যদি নূতন নিয়মরে সে জন্ম হেবে সেমানଙ୍କର অনেকটি পরিবর্তন ହେବ। যেহেতু প্রথম নিয়ম কঠিন হেলারু প্রভু নূতন নিয়ম তাঙ্ক পাই আনিলে। যেতবে নূতন নিয়ম আনিবে আমি জিরিম যদি দেখিবা 31, 32, 33, 34 সেটা প্রকার লেখা হয়েছে। 31ରେ କହୁଛନ୍ତି ଆମେ ଜିହୁଦା ବଂଶ ଆଉ ଇସ୍ରାଏଲ ବଂଶ ସହିତ ଏକ ନୂତନ ନିୟମ ଆଣିବା, ଏ ପ୍ରକାର ସମୟ ଆସୁଅଛି। ଆଉ ଏମିତିକାର ନିୟମ ଆଣିବି 33 ଅନୁସାରେ, ଯେହେତୁ ସମୟ ଆମେ ପଢ଼ିପାରୁନାହିଁ ସବୁ, ଯେ ମୁଁ ଇସ୍ରାଏଲ ମାନଙ୍କୁ ଯେତେବେଳେ ମିଶ୍ରରୁ ରକ୍ଷା କଲି ସେହି ସମୟରେ ଯେଉଁ ନିୟମ ଦେଲି ସେଇ ନିୟମ ନାହିଁ, ଅଲଗା ନିୟମ ମୁଁ ଦେବି। କାହିଁକି? ସେ ନିୟମ ସେମାନେ ଲଙ୍ଘନ କଲେ, ମୁଁ ସେମାନଙ୍କର ସ୍ୱାମୀ ହେଲେ ମଧ୍ୟ ସେମାନେ ପାଳନ କଲେ ନାହିଁ, ତେଣୁ ମୁଁ ନୂଆ ନିୟମ ଦେବି। 33 ପଦରେ କହନ୍ତି, ମାତ୍ର ସଦାପ୍ରଭୁ କହନ୍ତି ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା, ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା, ଆଉ ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ଏଇଟା ଦେଖନ୍ତୁ ଯେତେବେଳେ ନୂଆ ନିୟମ ଆସିବ କ'ଣ ହେବ? ଦେଖ, ପ୍ରଭୁ ଯେଉଁ ନୂଆ ବ୍ୟବସ୍ଥା ଯେଉଁ ଦେବେ ସେଟା କ'ଣ କରିବେ? ସେମାନଙ୍କର ହୃଦୟରେ ଲେଖିବେ। କିନ୍ତୁ ପୁରାତନ ନିୟମରେ ଯେତେବେଳେ ବ୍ୟବସ୍ଥା ଦେଇଥିଲେ ସେଟା ଗୋଟେ ପ୍ରସ୍ତରରେ ଲେଖିଥିଲେ, କିନ୍ତୁ ନୂତନ ନିୟମ ଯେତେବେଳେ ଦେବେ ନାହିଁ କି ସ୍ପଷ୍ଟ ଭାବରେ ଲେଖା ହେଇଛି, ସେମାନଙ୍କ ହୃଦୟ ଭିତରେ ଲେଖିବେ, ମନ ହାର୍ଟରେ ଲେଖିଦେବେ। ଆଉ ଏମିତି ହେବ ଯେ 34 ପଦ ଅନୁସାରେ ଆପଣମାନେ ଦେଖିବେ ଯେ କିଏ କାହାକୁ ଶିକ୍ଷା ଦେବାକୁ ପଡ଼ିବ ନାହିଁ, ତୁମେ ଈଶ୍ୱରଙ୍କୁ ଜାଣ, ଈଶ୍ୱରଙ୍କୁ ଜାଣିବା ଦରକାର ବୋଲି କିଏ କାହାକୁ ପ୍ରଚାର କରିବେ ନାହିଁ ଲେଖା ହେଇଛି। କାରଣ ପ୍ରଭୁ ସିଧାସଳଖ ସେମାନଙ୍କର ହୃଦୟରେ ଯେହେତୁ ବ୍ୟବସ୍ଥା ଦେବେ, ଲୋକମାନେ ପରମେଶ୍ୱରଙ୍କୁ ଜାଣିବେ, ପାପ କ୍ଷମା ପାଇବେ ଆଉ ପ୍ରଭୁ ସେମାନଙ୍କୁ ମୁକ୍ତ କରିବେ। ତ ଏ ପ୍ରକାର ଭାବରେ ନୂତନ ନିୟମ ଲାଗୁ ହେବ। ଆହୁରି ଆମେ ପଦ ଦେଖିବା, ଝିଜିକଲକୁ ଟିକେ ଯିବା ଆମେ। ଯେତେବେଳେ ନୂତନ ନିୟମ ଆସିବ, ନୂତନ ନିୟମ ଆସିଲେ କେମିତି ପ୍ରକୃତରେ କାମ ହେବ? 36 ପର୍ବ, ଝିଜିକଲ 36 ଆମେ ପଢ଼ିବା, 26ରୁ ପଢ଼ିବା। ଆହୁରି ଆମ୍ଭେ ତୁମମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା, ଆଉ ଆମ୍ଭେ ତୁମମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମମାନଙ୍କୁ ମାଂସମୟ ହୃଦୟ ଦେବା। ପ୍ରଭୁଙ୍କର ଗୌରବ ହେଉ। ପ୍ରଭୁ କେମିତି କାମ କରିବାକୁ ଚାହୁଁଛନ୍ତି ଦେଖନ୍ତୁ। ଏଇଟା ଲେଖା ହେଇଛି, ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ଝିଜିକଲ ଦ୍ୱାରା। ମୁଁ ଯେମିତି ଗତ ଭିଡ଼ିଓ ମାନଙ୍କରେ କହିଅଛି, ଯେତିକି ଭାବବାଦୀ ମାନେ ଅଛନ୍ତି ସେମାନେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ଉପରେ ଭାବବାଣୀ କରିନାହାନ୍ତି, ଏମାନେ ଇସ୍ରାଏଲ ମାନଙ୍କ ଉପରେ ଭାବବାଣୀ କରିଛନ୍ତି। ଯେତେବେଳେ କି ଇସ୍ରାଏଲ ମାନେ ଛିନ୍ନ ଭିନ୍ନ ହେଇଛନ୍ତି ଆଉ ବାବିଲୋନରେ ଅଛନ୍ତି, ସେହି ସମୟରେ ଏମାନେ ଭାବବାଣୀ କରିଛନ୍ତି, ପ୍ରଭୁ ଏମାନଙ୍କୁ କହିଛନ୍ତି। ତ ଇସ୍ରାଏଲ ମାନଙ୍କୁ ନେଇ ଭାବବାଣୀ କ'ଣ? ପ୍ରଭୁ କହୁଛନ୍ତି ମୁଁ ତୁମମାନଙ୍କୁ ଏକ ନୂତନ ହୃଦୟ ଦେବି ଲେଖା ହେଇଛି। ଆମେ ଜିରିମରେ ଯେଉଁଟା ଦେଖିଲୁ, ହୃଦୟରେ ନୂଆ ବ୍ୟବସ୍ଥା ଯେଉଁ ଦେବେ, ଖାଲି ନୂଆଟା ଦେବେ ସେତିକି ନାହିଁ, ଏଇଟା ଲେଖା ହେଇଛି ନୂତନ ହୃଦୟ ଦେବେ। ଅର୍ଥାତ୍ ଯେଉଁ ହୃଦୟ ବର୍ତ୍ତମାନ ମଣିଷ ପାଖରେ ଅଛି, ଇସ୍ରାଏଲ ମାନଙ୍କ ପାଖରେ ଅଛି, ସେ ହୃଦୟ ହେବ ନାହିଁ, ସେ ହୃଦୟକୁ ଚେଞ୍ଜ କରିବେ, ନୂଆ ହୃଦୟ ଦେବେ ଲେଖା ହେଇଛି। କେମିତିଟା ଦେବେ ମୁଁ ଜାଣିନାହିଁ, କିନ୍ତୁ ନୂଆର ଦେବେ ବୋଲି ଲେଖା ହେଇଛି। ତାମାନେ ଏବେ ଯେଉଁ ହୃଦୟ ଦ୍ୱାରା ମଣିଷ ଭୁଲ ଭାଲ କରୁଛି ତାହା କାଢ଼ି ଦେଇ ଅଲଗାଟା ଦେବେ ନିଶ୍ଚିତ ଭାବରେ। ଏବଂ ଆମେ ତୁମମାନଙ୍କ ଅନ୍ତରରେ ଭିତରେ ଏକ ନୂତନ ଆତ୍ମା, ଦେଖ, ନୂତନ ହୃଦୟ ଦେବେ, ନୂତନ ଆତ୍ମା ସ୍ଥାପନ କରିବେ, ଏଷ୍ଟାବ୍ଲିଶ କରିବେ। ଯିବା ଆସିବା ହେବ ସେମିତି ନାହିଁ। ନୂତନ ଆତ୍ମା, ନୂତନ ହୃଦୟ ମଣିଷକୁ ସେ ସ୍ଥାପନ କରିବେ। ତେବେ କ'ଣ ପରିବର୍ତ୍ତନ ହେଉଛି ଦେଖନ୍ତୁ। ତାପରେ ତୁମମାନଙ୍କର ମାଂସମୟ ହୃଦୟର
ମାଂସମୟ ହୃଦୟରେ ଯେଉଁଟା ପ୍ରସ୍ତରମୟ ହୃଦୟ ଅଛି, ମାନେ କେତେ କହିଲେ ବି ବୁଝିବ ନାହିଁ, ଶକ୍ତଗ୍ରୀବ ଲୋକ, ବ୍ୟବସ୍ଥା ଲଙ୍ଘନ କରିବା ହୃଦୟ କାଢ଼ିଦେବେ ଲେଖା ହେଇଛି। ପ୍ରଭୁଙ୍କର ଆଶ୍ଚର୍ଯ୍ୟ ନାହିଁ କି ଯୋଜନା? ହଁ, କାଢ଼ି ନେବେ ଏବଂ ସଫ୍ଟ ମାନେ କମଳମୟ ହୃଦୟ ଦେବେ। 27 ପୁଣି ଆମ୍ଭେ ତୁମମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା। ପ୍ରେଜ୍ ଦ ଲର୍ଡ। ଆମ୍ଭର ଆତ୍ମା ସ୍ଥାପନ କରିବା ଲେଖା ହେଇଛି। ମାନେ ପ୍ରଭୁ ମଣିଷର ହୃଦୟରେ, ଇସ୍ରାଏଲମାନଙ୍କ ମନରେ ନିଜର ଆତ୍ମା ସ୍ଥାପନ କରିବା ପାଇଁ ପ୍ରତିଜ୍ଞା ଦିଅନ୍ତି। ଖାଲି ମଣିଷର ଯଦି ଆତ୍ମା ସ୍ଥାପନ କରିବେ ସେଇଟା ହେବ ନାହିଁ, କାହିଁକି ମଣିଷର ଆତ୍ମା ଏବେ ବି ତା ପାଖରେ ଅଛି, ତେଣୁ ସେ ଠିକ୍ କରିପାରୁନାହିଁ। ତେଣୁ ପ୍ରଭୁ ନୂତନ ନିୟମ ଯେତେବେଳେ ଆଣିବେ, ନୂଆ ନିୟମ ଯେତେବେଳେ ଆଣିବେ, ବ୍ୟବସ୍ଥା ହୃଦୟରେ ଦେବା ସଙ୍ଗେ ସଙ୍ଗେ ପରମେଶ୍ୱର ନିଜର ଆତ୍ମା ସ୍ଥାପନ କରିବେ ଓ ସେମାନେ ଈଶ୍ୱରଙ୍କର ବିଧି ରୂପରେ ଚାଲିବେ, ଆଉ ଈଶ୍ୱରଙ୍କର ଶାସନକୁ ସେମାନେ ରକ୍ଷା କରିବେ ଲେଖା ହେଇଛି। ଦେଖନ୍ତୁ ଏଠି ପୁରା କ୍ଲିୟର ଲେଖା ହେଇଛି, ପରମେଶ୍ୱର ଯେତେବେଳେ ନୂତନ ନିୟମ ଆଣିବେ ସେହି ସମୟରେ ଖାଲି ନୂତନ ନିୟମ ନାହିଁ, ନୂତନ ହୃଦୟ ଆଣିଲେ, ଆଉ ନୂତନ ଆତ୍ମା ଆଣିଲେ, ମାଂସମୟ ହୃଦୟରୁ ପ୍ରସ୍ତରମ ହୃଦୟ କାଢ଼ିଦେଲେ ଏବଂ ନିଜର ଆତ୍ମା ମଣିଷଠାରେ ସ୍ଥାପନ କଲେ। ତାମାନେ ପରମେଶ୍ୱରଙ୍କର ଆତ୍ମା ମଣିଷଠାରେ ରହିବ। ତେଣୁ ଜିରିମିୟ ଯେଉଁ ଆମେ ଦେଖିଲୁ 31-34 କିଏ କାହାକୁ ଶିକ୍ଷା ଦେବାକୁ ପଡ଼ିବ ନାହିଁ, କାହିଁକି ପରମେଶ୍ୱରଙ୍କ ଆତ୍ମା ପ୍ରତ୍ୟେକଙ୍କ ହୃଦୟରେ ସ୍ଥାପନ ହେବ, ଆଉ ସେଥିରେ ଲୋକମାନେ ନୂଆ ହେଇଯିବେ, ଅଲଗା ହେଇଯିବେ। ସେଥିପାଇଁ ବାଇବେଲ ଅନୁସାରେ ଯଦି ଆମେ ଦେଖିବା, ଯାହାକି ଆଜି ଆମେ ପଢ଼ିଲୁ, କେଉଁଟା ପଢ଼ିଲୁ? ପ୍ରଥମ ଜହନ 3:6 ଗୋଟେ ପଢ଼ିଲୁ ଏବଂ 9 ଗୋଟେ ପଢ଼ିଲୁ ଯେ ଈଶ୍ୱରଙ୍କ ଠାରୁ ଜାତ ସେ ପାପ କରେ ନାହିଁ। ମୁଁ ଆଶା କରୁଛି ଆପଣମାନେ ବୁଝୁଥିବେ, ଯେତେବେଳେ ନୂତନ ନିୟମ ପ୍ରଭୁ ଦେବେ, ମଣିଷର ହୃଦୟକୁ ଯେତେବେଳେ ବଦଳାଇବେ, ମଣିଷର ଆତ୍ମା ରହିବ ନାହିଁ, ମଣିଷର ହୃଦୟ ରହିବ ନାହିଁ, ଈଶ୍ୱର ନିଜର ଆତ୍ମା ନିଜର ହୃଦୟ ଦେଇକି ତାଙ୍କୁ ବନେଇବେ। ତେବେ ଆପଣମାନେ ଚିନ୍ତା କରନ୍ତୁ, ଯାହାଠାରେ ଈଶ୍ୱରଙ୍କର ହୃଦୟ ଅଛି, ଈଶ୍ୱରଙ୍କର ଆତ୍ମା ଅଛି, ସେ ଲୋକ କ'ଣ ପାପ କରିପାରିବ? ନାହିଁ। ସେଥିପାଇଁ 9 ପଦ କହିଲା ଆମର, ପ୍ରଥମ ଜହନ 3:9, ଈଶ୍ୱରଙ୍କ ଠାରୁ ଜାତ ହୋଇଥିବାରୁ ଈଶ୍ୱରଙ୍କର ବୀଜ ତାଠାରେ ଅଛି, ଈଶ୍ୱରଙ୍କର ମଞ୍ଜି ତାଠେ ଅଛି। ହଁ କି ନାହିଁ? ଆଶ୍ଚର୍ଯ୍ୟ ଏଇଟା। ହଁ, ଆଉ ମୂଲ୍ୟବାନ ମଧ୍ୟ। ଈଶ୍ୱରଙ୍କର ବୀଜ ତାଠେ ରହିଲା, ତେବେ ସେଇ ଲୋକ ପାପ କରିବାକୁ ଚାହିଁଲେ ବି କରିପାରିବ ନାହିଁ, କାହିଁକି ଈଶ୍ୱରଙ୍କର ଆତ୍ମା ତାଠେ ଅଛି। କିନ୍ତୁ ଆଜ୍ଞା ମାନେ ଏଇ ବିଷୟ କେବେ ହେବ? ଏଇ ଜିନିଷ କେବେ ଏବେ ହେବ କି? ଏବେ ଆମେ କ'ଣ ମାଗିଲେ ହେବ କି? ଉପବାସ କରି ମାଗିଲେ ପ୍ରକାର ହୃଦୟ ପାଇବା କି? ନାହିଁ, ଭୁଲ ସେଟା। ବାଇବେଲରେ ସମୟ ଅଛି, ଯୁଗ ଅଛି। ଅନେକ ଲୋକମାନେ ଯୁଗକୁ ଅସ୍ୱୀକାର କରନ୍ତି। ମୁଁ ଜାଣିନାହିଁ ସେମାନେ କ'ଣ କହିବାକୁ ଚାହାନ୍ତି, କିନ୍ତୁ ବାଇବେଲରେ ଯୁଗ ଅଛି, ଯୁଗ ଅନୁସାରେ ପରମେଶ୍ୱର କାମ କରନ୍ତି। ତେଣୁ ଏଇ ଯେଉଁ ବାକ୍ୟ ଆମେ ପ୍ରଥମ ଜହନ ଆଉ ଯେତିକି ରେଫରେନ୍ସ ନେଲୁ, ଏଇଟା ଅନୁଗ୍ରହ ସମୟରେ ହେବ ନାହିଁ, ଅର୍ଥାତ୍ ଏବେ ଏଇଟା ହେଉନାହିଁ। ତେଣୁ ଆମେ ଏବେ ଏ ବାକ୍ୟ ଯେମିତି ଆଦେଶ ଦେଉଛି ଆମେ ସେମିତି ନାହୁଁ, ଆମଠାରେ ଭୁଲ ଭାଲ ଜୀବନ ଅଛି, ଯେହେତୁ ଏବେ ସେଇଟା ଲାଗୁ ହେଉନାହିଁ। କିନ୍ତୁ ଅନୁଗ୍ରହ ସମୟ ଯେତେବେଳେ ସରିବ, ସେତେବେଳେ ନୂତନ ନିୟମ ଆସିବ। ନୂତନ ନିୟମ ଚାଲୁନାହିଁ ଆଜ୍ଞା ମାନେ, ନୂତନ ନିୟମ ବନ୍ଦ ଅଛି, ପୋଷ୍ଟପୋଣ୍ଡ ଅଛି। ଅନେକ ଲୋକମାନେ କହନ୍ତି ନୂତନ ନିୟମ ଚାଲିଛି ବୋଲି କହନ୍ତି, କାହିଁକି? ଯୀଶୁଖ୍ରୀଷ୍ଟର ନୂତନ ନିୟମ ସ୍ଥାପନ କଲେ ନା, ସେଥିପାଇଁ। ଯଦି ଦେଖିବା, ଯଦି ଯୀଶୁଙ୍କର ରକ୍ତ ଦ୍ୱାରା ନୂତନ ନିୟମ ସ୍ଥାପନ ହେବାଟା ସତ କଥା। ଯଦି ଏବେ ଚାଲିଛି ଆମେ କହିବା ନୂତନ ନିୟମ, ତେବେ ଜଣେ ମଣିଷ ପାପ କରିବା ଉଚିତ ନାହିଁ, ମନ୍ଦ ଚିନ୍ତା କରିବା ଉଚିତ ନାହିଁ, ଏବଂ ତାଠେ ଈଶ୍ୱରଙ୍କର ଆତ୍ମା ହୃଦୟ ଥିବା ଦରକାର। କାହିଁ ସେମିତି ଲୋକ କିଏ ଅଛି କି? କିଏ କହୁଛନ୍ତି ମୋ ଠାରେ ସେନା ନାହିଁ, ଆଉ କିଏ ଥିବେ ନା? ନାହିଁ, ଭୁଲ ଚିନ୍ତା। ପ୍ରକୃତରେ ଯୀଶୁ ନୂତନ ନିୟମ ସ୍ଥାପନ କଲେ ନିଜ ରକ୍ତ ଦ୍ୱାରା, ଏଇଟା ସତ କଥା। କିନ୍ତୁ ନୂତନ ନିୟମ ସ୍ଥଗିତ ଅଛି, ଅନୁଗ୍ରହ ସମୟ ଚାଲିଛି। ଅନୁଗ୍ରହ ସମୟ ସରିଲା ପରେ ପୁନର୍ବାର ନୂତନ ନିୟମ ଲାଗୁ ହେବ, ସେତେବେଳେ ଏ ବାକ୍ୟ ଗୁଡ଼ାକ ହେବ। ସେଥିପାଇଁ ଆମେ ଜାଣିଛୁ ରୋମୀ ଠାରୁ ଫିଲିମନ ଭିତରେ ଅନୁଗ୍ରହ ସୁସମାଚାର ଅଛି, ଆଉ ରୋମୀ ଠାରୁ ଫିଲିମନ ଯେତେବେଳେ ସରିଯିବ, କ'ଣ ଆସିବ? ଏଭ୍ରି ଠାରୁ ପ୍ରକାଶିତ ଆସିବ। ଏଭ୍ରି ଠାରୁ ପ୍ରକାଶିତ ପର୍ଯ୍ୟନ୍ତ ଭବିଷ୍ୟତ ସମୟ, ଯେତେବେଳେ କି ନୂତନ ନିୟମ କାର୍ଯ୍ୟକାରୀ ହେବ। ସେତେବେଳେ ଲୋକମାନେ ନିଜେ ଚେଷ୍ଟା କରିବେ ନାହିଁ, କେହି କାହାକୁ ପ୍ରଚାର କରିବାକୁ ପଡ଼ିବ ନାହିଁ, ବରଂ ଈଶ୍ୱରଙ୍କର ହୃଦୟ ପ୍ରଭୁ ମଣିଷଠାରେ ଦେବେ, ସ୍ଥାପନ କରିବେ।
तेणु से माने पाप करि पारबे नहीं पाप करिवार इच्छा भी जात हेबो नहीं काहेकि से माने ईश्वर को ठारू जात हेले ईश्वर ठारू पुनर्जन्म पाइले ईश्वर ठारू अलगा हेले तेणु क्लियर लिखा है जे पाप करबो से ईश्वर ठारू जात नहीं बोली जानबो तमे आउ जे धर्माचरण करूची से निश्चित ईश्वर लोक जानबो काहेकि ईश्वर धार्मिक से धर्माचरण करूची एही गुडाक लक्षण आगु को हबो एबे नहीं सेथिपाई आपण माने द्वंद्व रे पड़ंतु नहीं वर्तमान अनुग्रह समय रे प्रभु तांग रक्त द्वारा हमकु धार्मिक करिसंती आमर हृदय को आ ए प्रकार चेंज करि नाहंती किंतु आगु को हबो जाकि भविष्यवाणी अछि मु आशा करूची आज अल्प आलोचना रे आपण माने अनेक शिखिबार विषय पाइथिबे जदि भल लागला तेबे लाइक भी करंतु शेयर करंतु आ अनेक लोक माने जानि नाहंती से मानकु जणांतु एवं नुआरे सुनुथिले सब्सक्राइब करंतु आ बेल आइकन को दबांतु जेहेतु आगो को मु जो वीडियो गुडा को छाड़ीबी आपणकर नोटिफिकेशन आसीबो आपण जानि पारिबे आज पई एतिकी प्रार्थना करिकि शेष करिबा प्रेममय प्रभु धन्यवाद सुंदर अवकाश देलो आज आमे गोटे गुरुत्वपूर्ण विषय पाइलो आ आशा करूचु एई विषय आमे जेते जण सुनिलु बुझी पारिबु एवं बुझेई पारिबु प्रार्थना यीशु को नाम रे मागिली आमेन रहूचु नमस्कार।